ଆପଣଙ୍କ ପଟେ ଶୀତ ହଉଛି ନା? ଆମ ପଟେ ଦେଖନ୍ତୁ କେତେ ଜୋର ଶୀତ। ଶୀତ ଯେମିତି କୁହୁଡ଼ିଟା ବି ସେମିତି। ପୁଅର ଏଯାଏ ଗାଡ଼ି ଆସିନି। ରାସ୍ତାରେ ସେମିତି ଛିଡ଼ା ହେଇଛୁ। ଆମ ପାଖାପାଖି ଗୋଟେ ନଣନ୍ଦ ହେବେ। ସିଏ କହିଲେ ମୁଁ ବି ଯିବି ପୁଅକୁ ଛାଡ଼ିବା ପାଇଁ। ଦେଖନ୍ତୁ ଆସିକି ଶୀତରେ କେମିତି କାକୁରି ଯାଉଛନ୍ତି। ତାପରେ ଘରକୁ ଆସିଲା ବେଳେ ଝିଅ କହିଲା ମାମା ମୁଁ କଣ ଖାଇମି? ମୁଁ ମନେ ମନେ ଚିନ୍ତା କଲି କଣ ବନେଇବି? ଭାବିଲି ଭାତ ଅଛି। ରାତିକା ଗରମ ଭାତ ଅଛି ତାକୁ କଣ ଗୋଟେ ବନେଇବି। ତାପରେ ମନେ ମନେ ଚିନ୍ତା କଲି ଫ୍ରାଏଡ୍ ରାଇସ୍ ବନେଇଦେବି। ଦେଖନ୍ତୁ ଫାଷ୍ଟ ତେଲ ଦେଇଦେଲି। ତାପରେ ସୋରିଷ, ତାପରେ କଞ୍ଚା ଲଙ୍କା, ଛେଚି ରଖିଥିବା ଅଦା ରସୁଣ, ତାପରେ କଢ଼ି ପତ୍ର ସବୁ ଦେଇ ଟିକେ ଫ୍ରାଏ କରିଦେଲି। ତାପରେ ପିଆଜ ଦେଇଦେଲି। ପିଆଜ ତ ପକେଇ ସାରିଲା ପରେ ପରିବା ବି ସେମିତି କିଛି ନଥିଲା। ଖାଲି କୋବି, ଟମାଟୋ। ଯାହା ହଉ ସେମିତି ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଏମିତି ଦେଇଦେଲି। ଦେଇକି ତାକୁ ଭଲସେ ଟିକେ ଫ୍ରାଏ କରିଦେଲି। ଫ୍ରାଏ ହେଇସାରିଲା ପରେ ରାତିରେ ଥିବା ବଳକା ଭାତକୁ ତା ସହିତ ଏଡ୍ କରିଦେଲି। ଏଡ୍ କରିସାରିଲା ପରେ ଦେଖନ୍ତୁ ଆମର ରେଡି ହେଇଗଲା ଫ୍ରାଏଡ୍ ରାଇସ୍। ତାପରେ କଣ କରିବେ ନା କାଟି ରଖିଥିବା ଲେମ୍ବୁକୁ ତା ସେଇ ଉପରେ ଆଡ୍ କରିଦେଲି। ଆଡ୍ କରିସାରିଲା ପରେ ହେଇଗଲା ଆମର ଫ୍ରାଏଡ୍ ରାଇସ୍। ସେଥିରୁ ବାହାର କରିକି ଝିଅକୁ କିଛି ଦେଇଦେଲି। ଝିଅ ଖାଇକି କହିଲା ମାମା ବହୁତ ବଢ଼ିଆ ହେଇଛି ୟମ୍ମି।